ଏତିକିରେ ଦେବଯାନୀଙ୍କର ଦୁଃଖର ଅନ୍ତ ହେଲା ନାହିଁ। କଚଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ସେ ଦୁଃଖରେ ରହୁଥିଲେ। ଦିନେ ଏକ ରମଣୀୟ ବନ ମଧ୍ୟରେ ଥିବା ଏକ ସୁନ୍ଦର ପୁଷ୍କରିଣୀରେ ଦେବଯାନୀ ଓ ବୃଷପର୍ବାଙ୍କର କନ୍ୟା ଶର୍ମିଷ୍ଠା ସେମାନଙ୍କର ଅନ୍ୟ କେତେକ ସହଚରୀଙ୍କ ସହିତ ସ୍ନାନ କରୁଥିଲେ। ଏହି ସମୟରେ ଏକ ଘୂର୍ଣ୍ଣିବାତ୍ୟା ହୋଇ କୂଳରେ ଥିବା ସେମାନଙ୍କ ବସ୍ତ୍ର ସବୁ ଉଡ଼ାଇ ନେଇ ଏକାଠି କରିଦେଲା। ଏମାନେ ତରତର ହୋଇ ହଠାତ୍ ବାହାରି ଆସି ଲୁଗା ପିନ୍ଧିବା ବେଳକୁ ଶର୍ମିଷ୍ଠା ଦେବଯାନୀଙ୍କର ଲୁଗାକୁ ଭ୍ରମବଶତଃ ପିନ୍ଧି ପକାଇଥିଲେ। ଦେବଯାନୀ ରାଗିଯାଇ କହିଲେ, ତୁ କିପରି ମୋର ବସ୍ତ୍ର ପିନ୍ଧି ପକାଇଲୁ? ତୁ କ'ଣ ଜାଣୁନାହିଁ ମୁଁ ତୋର ପିତାଙ୍କ ଗୁରୁକନ୍ୟା? ଏହି ଅନାଚାର ପାଇଁ ତୋତେ ଫଳ ଭୋଗିବାକୁ ପଡ଼ିବ। ଶର୍ମିଷ୍ଠା ଏଥିରେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉତ୍ତର ଦେଲେ, ତୋର ଏତେ ସାହସ, ତୁ ମୋତେ ପୁଣି ଦୋଷ ଦେଉଛୁ? ମୋର ପିତାଙ୍କ ଆଗରେ ମୁଣ୍ଡ ନୁଆଇ ନମସ୍କାର କରେ। ତୁ ଜଣେ ଭିକମଗା ବ୍ରାହ୍ମଣର କନ୍ୟା। ମୋର ପିତୃଦତ୍ତ ଅନ୍ନରେ ତୁ ପାଳିତ ହେଉଛୁ। ତୁ ଭିକାରୁଣୀ, ମୁଁ ରାଜକନ୍ୟା। ତୁ ମୋର କ'ଣ କରିପାରିବୁ? ଦେବଯାନୀ ଶର୍ମିଷ୍ଠାଙ୍କ ଠାରୁ ନିଜର ବସ୍ତ୍ର ଟାଣିବାକୁ ଚେଷ୍ଟା କରିବାରୁ ଶର୍ମିଷ୍ଠା କ୍ରୋଧରେ ହତଜ୍ଞାନ ହୋଇ ତାକୁ ଟାଣି ନେଇ ଏକ କୂପ ଭିତରେ ଠେଲିଦେଲେ ଏବଂ ଦେବଯାନୀ ମରିଯାଇଛି ବୋଲି ମନେକରି ରାଜପ୍ରସାଦକୁ ଫେରିଗଲେ। ତାଙ୍କ ସହିତ ଅନ୍ୟ ଅସୁର କନ୍ୟାମାନେ ମଧ୍ୟ ସେହିପରି ଭାବି ଚାଲିଗଲେ। କିନ୍ତୁ ଦେବଯାନୀ ମରିନଥିଲେ। ତାହା ଏକ ଗୁଳ୍ମଲତାପୂର୍ଣ୍ଣ ଅନ୍ଧକାରମୟ କୂପ। ସେଥିରେ ସେ ପଡ଼ି ରହିଥିଲେ। ସେ ସମୟରେ ମୃଗୟ ଉଦ୍ଦେଶ୍ୟରେ ସେହି ବନରେ ବୁଲୁଥିବା ବେଳେ ରାଜା ଯଯାତି ପିପାସାରେ ଅସ୍ଥିର ହୋଇ ସେହି କୂପ ନିକଟକୁ ଚାଲି ଆସିଲେ। ମାତ୍ର କୂପ ଭିତରେ ଦେଖିଲେ ଏକ ସୁନ୍ଦରୀ ଯୁବତୀ ପଡ଼ି ରହିଛି। ଅଗ୍ନିଶିଖା ପରି ତେଜମୟୀ ସେହି କନ୍ୟାକୁ ଯଯାତି ଆଶ୍ୱାସନା ଦେଇ ପଚାରିଲେ, ହେ ଶୁଭାଙ୍ଗୀ, ତୁମେ କିଏ? ତୁମର ନଖ ରକ୍ତବର୍ଣ୍ଣ ଏବଂ ଦିବ୍ୟ କୁଣ୍ଡଳ ଧାରଣ କରି ତୁମେ ଆହୁରି ସୁନ୍ଦର ଦେଖାଯାଉଛ। ତୁମେ କିପରି ଏ କୂପ ଭିତରେ ପଡ଼ି ଏପରି ଚିନ୍ତାମଗ୍ନ ଅବସ୍ଥାରେ ରହିଛ? ତୁମେ କାହାର କନ୍ୟା? ମୋତେ ଉତ୍ତର ଦିଅ। ଦେବଯାନୀ କହିଲେ, ମୁଁ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା। ମୁଁ ଏପରି ଅବସ୍ଥାରେ ଅଛି ବୋଲି ମୋର ପିତା ଜାଣନ୍ତି ନାହିଁ। ପ୍ରଥମେ ମୋର ଡାହାଣ ହାତକୁ ଧରି ମୋତେ ଏ କୂପ ଭିତରୁ ଉଠାଇ ନିଅନ୍ତୁ। ମୁଁ ଜାଣିପାରୁଛି ଆପଣ କୁଲୀନ, ଶାନ୍ତଚିତ୍ତ, ଧାର୍ମିକ, ପରାକ୍ରମୀ। ଆପଣ ମୋତେ ଉଦ୍ଧାର କରନ୍ତୁ। ଯଯାତି ଦେବଯାନୀଙ୍କୁ ଉଠାଇ ଆଣି ତାଙ୍କଠାରୁ ବିଦାୟ ନେଲେ। ସେ ଜାଣିଲେ ଯେ ସେ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ରୀ ବ୍ରାହ୍ମଣ କନ୍ୟା ହୋଇଥିବା ଯୋଗୁଁ ତାଙ୍କର ଗ୍ରହଣୀୟ ନୁହନ୍ତି। ଯଯାତି ଚାଲିଯିବା ପରେ ଦେବଯାନୀ ଅତ୍ୟନ୍ତ ଶୋକାର୍ତ୍ତ ଭାବରେ ବସି ରହିଲେ। ନିଜର ପିତାଙ୍କ ନିକଟକୁ ଗଲେ ନାହିଁ। ତାଙ୍କର ଆସିବାର ବିଳମ୍ବ ଦେଖି ଶୁକ୍ରାଚାର୍ଯ୍ୟ ନିଜେ ତାଙ୍କୁ ଖୋଜିବାକୁ ଗଲେ ଏବଂ ଏହିପରି ଶୋକାର୍ତ୍ତ ଓ ଏକାକାଳୀନ ଭାବରେ ବସିଥିବାର ଦେଖି ପଚାରିଲେ, ଦେବଯାନୀ, ତୋର କ'ଣ ହୋଇଛି? ତୁ କାହିଁକି ଏପରି ଦୁଃଖରେ ବସିଛୁ? ଦେବଯାନୀ ସମସ୍ତ ଘଟଣା ମୂଳରୁ ବର୍ଣ୍ଣନା କରି କହିଲେ, ବୃଷପର୍ବାର କନ୍ୟା ଶର୍ମିଷ୍ଠା ମୋତେ ଯେଉଁ ଅପମାନ ଦେଇଛି ତାହା ମୋ ହୃଦୟକୁ ଦହନ କରୁଛି। ସେ କହିଲା ଯେ ମୁଁ ଜଣେ ସ୍ତୁତି ପାଠକ, ଭିକ୍ଷୁକ ବ୍ରାହ୍ମଣର କନ୍ୟା, ଯିଏକି ତାର ପିତାର ଅନ୍ନରେ ପାଳିତ ହେଉଛି। ରାଜକନ୍ୟା ସହିତ ସମାନ ହେବାର ମୋର ଅଧିକାର ନାହିଁ। ହେ ପିତା, ତେଣୁ ମୁଁ ସ୍ଥିର କରିଛି ମୁଁ କେବେ ହେଲେ ବୃଷପର୍ବାର ରାଜଧାନୀରେ ପାଦ ଦେବି ନାହିଁ। ଶୁକ୍ର କହିଲେ, ଦେବଯାନୀ, ତୁ ସ୍ତୁତି ପାଠକ ବା ଦାନ ନେଉଥିବା ବ୍ରାହ୍ମଣର କନ୍ୟା ନୁହଁ। ତୁ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଯିଏକି କେବେ କାହାକୁ ସ୍ତୁତି କରେ ନାହିଁ, ବରଂ ସମସ୍ତେ ତାର ସ୍ତୁତି କରନ୍ତି। ସ୍ୱର୍ଗର ଇନ୍ଦ୍ର, ରାଜା ଚକ୍ରବର୍ତ୍ତୀ ଯଯାତି ଏବଂ ସ୍ୱୟଂ ବୃଷପର୍ବା ତାହା ଭଲ ଭାବରେ ଜାଣନ୍ତି। ସଜ୍ଜନ ନିଜର ଗୁଣଗାନ କରେ ନାହିଁ, କିନ୍ତୁ ଏତିକି କହିଲେ ଯଥେଷ୍ଟ ହେବ ଯେ ବ୍ରହ୍ମାଙ୍କର ଆଶୀର୍ବାଦରେ ଏହି ସ୍ୱର୍ଗ ଏବଂ ଭୂତଲରେ ଯେକୌଣସି ପଦାର୍ଥ ଚାହିଁଲେ ତାହା ମୋର ହସ୍ତଗତ ହେବ। ତେଣୁ ଦେବଯାନୀ, ଉଠୁ, ସେହି ଉଦ୍ଧତ ବାଳିକାକୁ କ୍ଷମା କରି ନିଜ ଘରକୁ ଫେରି ଚାଲ। କାରଣ ଯେ ନିଜ ନିନ୍ଦାକୁ ଶୁଣି ତାହା ସହିନିଏ ସେ ସଂସାରକୁ ଜିଣିପାରେ। ଅମାନିଆ ଘୋଡ଼ାକୁ ମନାଇଲା ପରି ନିଜର କ୍ରୋଧକୁ ରୋକିବା ହେଉଛି ସଜ୍ଜନର ଲକ୍ଷଣ। ତେଣୁ ପଣ୍ଡିତମାନେ କ୍ଷମାକୁ ସବୁଠାରୁ ଉଚ୍ଚ ସ୍ଥାନ ଦେଇଛନ୍ତି। ଦେବଯାନୀ କହିଲେ, ପିତା, ତୁମେ ଯାହା କହୁଛ ମୁଁ ସେହି ଧର୍ମର ମାର୍ଗ ଜାଣେ। କିନ୍ତୁ ଶର୍ମିଷ୍ଠା ମୋତେ ଯାହା କହିଛି, ମୋତେ ଯେପରି ଅପମାନିତ କରିଛି, ଏହି ଅଗ୍ନି ପରି ତାହା ମୋ ହୃଦୟକୁ ଦହନ କରିବାରେ ଲାଗିଛି। ତେଣୁ ଯେଉଁଠି ରାଜାର କନ୍ୟା ଏପରି ଉଦ୍ଧତ, ମାନ, ଅପମାନ, ପାପ ପୁଣ୍ୟ କ'ଣ ଜାଣେ ନାହିଁ, ସେ ସ୍ଥାନକୁ ମୁଁ ଯିବାକୁ ଚାହେଁ ନାହିଁ। ସେ ସ୍ଥାନକୁ ଯିବା ଅପେକ୍ଷା ମରିଯିବା 100 ଗୁଣ ଭଲ। ଶୁକ୍ରାଚାର୍ଯ୍ୟ ନିଜର ଏକମାତ୍ର ସ୍ନେହମୟ କନ୍ୟାର ଦୁଃଖ ଦେଖି ବିବ୍ରତ ହୋଇପଡ଼ିଲେ ଏବଂ ସିଧା ରାଜା ବୃଷପର୍ବାଙ୍କର ସଭାକୁ ଯାଇ କହିଲେ, ଦୈତ୍ୟରାଜ, ଯେଉଁ ବ୍ୟକ୍ତି ଅଧର୍ମ କରେ, ପାପ କରେ, ତାର ଫଳ ଆଜି ହେଉ ବା କାଲି ହେଉ ନିଶ୍ଚୟ ଫଳିବ। ମୋର ନିରପରାଧ ଶିଷ୍ୟ କଚକୁ ତୁମେମାନେ ହତ୍ୟା କରିଥିଲ। ତୁମେମାନେ ଜାଣିଥିଲ ଯେ ମୋର ଗୃହରେ ସେ ମୋର ଆଶ୍ରିତ ଶିଷ୍ୟ ଥିଲା। ଆଜି
मोर कन्या देवजानी को शर्मिष्ठा केवल जे अपमान देइछि ताहा नुहे प्राणरे मारिदेवा ପାଇଁ समस्त चेष्टा କରିଛି। तेणु हे राजन मु आउ मुहूर्ते मात्र एठारे रहिबाकु चाहे नाही। वृषपर्वा कहले मोर आदेश अनुसार गच जदि निहत होइताए ओ देवजानी अपमानित होइतांती मोर समस्त पुण्य एठारे ही शेष हेउ। हे धर्मात्मा गुरुश्रेष्ठ आपण प्रसन्न हुअन्तु। आपण जीवा पूर्वरु मु मोर स्वजनଙ୍କ सहित समुद्र जहाज दे जीवन हराइबी। शुक्राचार्य कहले तुमे समुद्र बुड़ी मर बा जहा कर मु एठारे रही परिबी नाही, कारण देवजानी को मु प्राण ठारू भल पाए। तुमे जदि ताकू बुझाई परिबो ताहेले मोर एठारे रहिबार कोनोसी आपत्ति नाही। वृषपर्वा कहले देवजानी को संतुष्ट करने पाई मु मोर समस्त राज संपद आपणक पाद तले रखिबा पाई प्रस्तुत अछि। मु निश्चय तांको पाखु जाई तांको संतुष्ट करिवि। जोठारे वन मध्य देवजानी थिले वृषपर्वा सेठरे पहुँची देवजानी को संतुष्ट करने पाई उद्यम कले एवं से जहा मागिबे ताहा देवे बोली कहले। देवजानी कहले दैत्यराज जदि तुमे मोर संतोष चाह ताहेले तुमर कन्या शर्मिष्ठा मोर दासी होई रहइबो एवं मोर पिता मते जोठारे विवाह देवे सेठार को मध्य से दासी होई जीवो। वृषपर्वा स्वीकार कले ओ शर्मिष्ठा को आसी निजर अपराध स्वीकार करने कहले। शर्मिष्ठा कहले मोर अपराध जोगु गुरुदेव शुक्राचार्य और तांकर कन्या देवजानी दैत्य मान छाड़ी चली जावा उचित नुहे। हे देवजानी मोर समस्त दासी सहित मु तोर सेवा करने उपस्थित अच्छी एवं केवल एठारे नुहे जोठारे तोर विवाह हम सेठारे मध्य मु तोर सेविका होई रहिबी। देवजानी संतुष्ट होई पितांक सहित स्वगृह को फेरीगले। अनेक दिन बीतीगला। दिन देवजानी शर्मिष्ठा और अन्य सहचारी मानक सहित वनरे विचरण करुवा बेले राजा जजाति मृगाय अन्वेषण सेठरे उपस्थित हेले। से देखिले देवजानी एक सुंदर आसन रे बसिचंती एवं यही आसन तले आउ जने सुंदरी लावण्यमय कन्या बसी तांकर पदसेवा करुची। सखी माने सेमानक चतुर्दिगरे घेरी बसिचंती। जजाति परिचय बुझिबा परे देवजानी को पचारिले एही सर्वांग सुंदरी दैत्यराज कन्या तुमर सखी हुई किपरि दासी हेले ताहा जानिबा पई मोर इच्छा होची। तुमे मोर संशय मोचन कर। देवजानी कहले सबकिछि विधिर विधान से विषय अधिक जानिबार प्रयोजन नहीं। मु आपण को वरण करुछि। आपण मते शर्मिष्ठा और अन्य समस्त दासी सहित ग्रहण करंतु। जजाति कहले भद्रे मु तुमर योग्य नुहे। मु क्षत्रिय तुमे ब्राह्मण कन्या। तुमर पिता केबे हेले मते कन्या दान करिवे नाही। देवजानी कहले ब्राह्मण एवं क्षत्रिय एक सृष्टिकर्तांकर संतान, तेणु आपण मोर पानी ग्रहण करंतु। पूर्वरु मोर हाथ केही धरि नथिले, किंतु मु कूपरे पड़िथिबा बेले आपण मोर हस्त धारण करिसंती। सेही दिन ठारू मु आपण को पति रूपे वरण करिछि। यदि पितांकर आपत्ति अछि बोली आपण मने करुचंती, वर्तमान मु मो पितांको डकाई देउछि। कन्याଙ୍କ द्वारा आहूत होई शुक्राचार्य सेठी पहुँची समस्त कथा बुझिले एवं देवजानीଙ୍କର प्रस्ताव रे पूर्ण सम्मत देई कहले महाराज जजाति तुमे यही रूपगुण संपन्न कन्या को ग्रहण कर। क्षत्रिय होई ब्राह्मण कन्या को ग्रहण करिवारे को तुमर कोनोसी पाप हेब नाही। दैत्यराज नंदिनी शर्मिष्ठा को मध्य सांगरे नहीं जाओ, तांको अनादर करिव नाही, किंतु मन रख से जेपरि तुमर शय्याशायिनी न हुअंती। देवजानी शर्मिष्ठा और दासी मान को नहीं जजाति निज राजधानी को फेरीगले। देवजानी अनुमति नहीं से राज उद्यान रे अशोक बाटिका निकट रे शर्मिष्ठा एक सुरम्य गृह निर्माण कराई तांकर संतोष विधान पाई समस्त व्यवस्था कराइले। किछि काल परे देवजानी एक पुत्र जन्म हला। यही खबर पाई शर्मिष्ठा मन रे उठिला तांकर रूप यौवन एहीपरि चलीजिव, से पति सुख लाभ करि परिब नाही एवं पुत्र मुख देखिबे नाही। से कहले देवजानी परी मु मध्य मोर पति को वरण करी। दिने जजाति अशोकवन को बुलिबा पाई आसिथिले। शर्मिष्ठा सेठारे तांको अभिनंदन जनाई नम्र भाव कहले महाभाग मोर रूप यौवन स्वभाव वंशमर्यादा विषय आपण जानती। मते पत्नी रूपे ग्रहण करी पुत्रवती करांतु। जजाति उत्तर देले मु जाने जे तुमे अत्यंत सुंदरी कुलीन वंशरे जन्म एवं उत्तम स्वभाव संपन्न। तुमठारे मु कौनसी दोष देखु नाही, किंतु तुमको अंगसायनी करने पाई शुक्राचार्य मते वरण करिसंती। शर्मिष्ठा कहले हे राजा शास्त्र मत होची परिहास समय रे
ସ୍ତ୍ରୀ ଲୋକର ମନୋରଞ୍ଜନ ବେଳେ, ବିବାହ କାର୍ଯ୍ୟରେ, ଜୀବନ ପ୍ରତି ବିପଦ ପଡ଼ିବା ସମୟରେ ଏବଂ ନିଜର ସର୍ବସ୍ୱ ନାଶର ସମ୍ଭାବନା ବେଳେ ମିଥ୍ୟା ଆଚରଣ କଲେ ପାପ ହୁଏ ନାହିଁ। ଏହି ପାଞ୍ଚଟି ଅବସ୍ଥାରେ ମିଥ୍ୟା ଆଚରଣ କରାଯାଇପାରେ। ଯଯାତି କହିଲେ, ମୁଁ ରାଜା ହୋଇ ଯଦି ମିଥ୍ୟା ଆଚରଣ କରେ, ତେବେ ପ୍ରଜାମାନେ ମୋତେ ଅନୁସରଣ କରିବେ ଏବଂ ମିଥ୍ୟା ଦୋଷରେ ମୁଁ ଓ ମୋର ରାଜ୍ୟ ନଷ୍ଟ ହୋଇଯିବ। ଶର୍ମିଷ୍ଠା କହିଲେ, ଆପଣ ଦେବଯାନୀଙ୍କୁ ବିବାହ କରି ମୋତେ ମଧ୍ୟ ସାଙ୍ଗରେ ଆଣିଲେ। ଆପଣ ମୋର ସଖୀର ପତି ହେବାରୁ ମୋର ମଧ୍ୟ ସ୍ୱାମୀ ହେଲେ। ତେଣୁ ପୁତ୍ରହୀନ ପାପରୁ ମୋତେ ଆପଣ ରକ୍ଷା କରନ୍ତୁ ଏବଂ ମୋତେ ଗ୍ରହଣ କରନ୍ତୁ। ଯଯାତି ଶର୍ମିଷ୍ଠାଙ୍କର ମନୋବାଞ୍ଛା ପୂରଣ କରିବା ପାଇଁ ସମ୍ମତି ଦେଲେ। କିଛି କାଳ ପରେ ଶର୍ମିଷ୍ଠାଙ୍କର ଗର୍ଭରୁ ମଧ୍ୟ ଏକ ସୁନ୍ଦର ପୁତ୍ର ଜନ୍ମ ହେଲା। ଦେବଯାନୀଙ୍କ ଗର୍ଭରୁ ଯଯାତିଙ୍କ ଦୁଇ ପୁତ୍ର ଓ ଯଦୁ ଓ ତୁର୍ବସୁ ଓ ଶର୍ମିଷ୍ଠାଙ୍କ ଗର୍ଭରୁ ଦ୍ରୁହ୍ୟୁ, ଅନୁ ଓ ପୁରୁ ନାମକ ତିନୋଟି ପୁତ୍ର ଜନ୍ମ ହେଲେ। ଯଯାତି ଗୋପନରେ ଶର୍ମିଷ୍ଠାଙ୍କୁ ବିବାହ କରିଥିବାର ଜାଣି ଦେବଯାନୀ ଦୁଃଖ ଓ କ୍ରୋଧରେ ମ୍ରିୟମ୍ରାଣ ହୋଇପଡ଼ିଲେ। ସେ ଯଯାତିଙ୍କୁ କହିଲେ, ତୁମେ ମୋତେ ଓ ମୋ ପିତାଙ୍କୁ ପ୍ରବଞ୍ଚିତ କରିଛ। ମୁଁ ଏଠାରେ ଆଉ ରହିବି ନାହିଁ। ମୋ ପିତୃଗୃହକୁ ଫେରିଯିବି। ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କ ଠାରୁ ସମସ୍ତ କଥା ଶୁଣି ଯଯାତିଙ୍କୁ ଅଭିଶାପ ଦେଲେ। ଯୌବନର ମୋହରେ କାମବଶ ହୋଇ ତୁମେ ସତ୍ୟଭଙ୍ଗ କରିଛ, ତେଣୁ ତୁମକୁ ଘୋର ଜରା ଗ୍ରାସ କରୁ। ଏହିପରି ଭାବରେ ଯୌବନାବସ୍ଥାରେ ରାଜା ଯଯାତି ଜରାଗ୍ରସ୍ତ ହେଲେ। ଏହି ଅଭିଶାପରୁ ମୁକ୍ତ ହେବା ପାଇଁ ସେ ଶୁକ୍ରଙ୍କର ଶରଣାପନ୍ନ ହେବାରୁ ଶୁକ୍ର କହିଲେ, ମୋର ଅଭିଶାପ ଫେରିବାର ନୁହେଁ, କିନ୍ତୁ ଯଦି ତୁମେ ଜରା ବଦଳରେ କାହାରିକୁ ଯୌବନ ମାଗି ପାରିବ, ତାହେଲେ ମୋର ଆପତ୍ତି ନାହିଁ। ଯଯାତି କହିଲେ, ମୋତେ ଏ ଅନୁମତି ଦିଅନ୍ତୁ, ମୋର ଯେଉଁ ପୁତ୍ର ତାର ଯୌବନକୁ ଦେଇ ମୋର ଜରା ବରଣ କରିବ, ସେ ହିଁ ମୋର ଉତ୍ତରାଧିକାରୀ ରାଜା ହେବ। ଶୁକ୍ର କହିଲେ, ତାହା ହିଁ ହେଉ। ଯଯାତି ବିଶ୍ୱବନ୍ଦିତ ରାଜା ନହୁଷଙ୍କର ପୁତ୍ର ଥିଲେ ଏବଂ ସମସ୍ତ ସଂସାରରେ ତାଙ୍କର ଶୌର୍ଯ୍ୟ, ବୀରତ୍ୱ ଏବଂ ଉତ୍କୃଷ୍ଟ ଶାସନ ଯୋଗୁଁ ଖ୍ୟାତି ଅର୍ଜନ କରିଥିଲେ। ଯୌବନ ଶେଷ ହେବା ପୂର୍ବରୁ ସେ ଜରାଗ୍ରସ୍ତ ହେବେ ବୋଲି କଳ୍ପନା କରିନଥିଲେ। ତେଣୁ ତାଙ୍କ ପୁତ୍ରମାନଙ୍କ ମଧ୍ୟରେ କିଏ ତାର ଯୌବନ ଦେଇପାରିବ ଏବଂ ତାଙ୍କଠାରୁ ଏ ଜରା ଗ୍ରହଣ କରିବ, ତାହା ସେ ଖୋଜିବାକୁ ଲାଗିଲେ। ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁକୁ ଡାକି କହିଲେ, ବତ୍ସ ଯଦୁ, ମୁଁ ଶୁକ୍ରାଚାର୍ଯ୍ୟଙ୍କ ଶାପରେ ଅକାଳରେ ବୃଦ୍ଧ ହୋଇଯାଇଛି। ମୋର ସମ୍ପୂର୍ଣ୍ଣ ଯୌବନ ଭୋଗ ନଥିବା ଯୋଗୁଁ ମୁଁ ଅତୃପ୍ତ। ତୁମେ ମୋର ଜରା ଗ୍ରହଣ କରି ତୁମର ଯୌବନ ଦିଅ। କିଛି କାଳ ପରେ ମୁଁ ଜାଣେ ତୁମର ଯୌବନ ଫେରାଇ ଦେବି ଏବଂ ମୋ ପରେ ତୁମେ ଏହି ଭୂଖଣ୍ଡର ରାଜା ହେବ। ଯଦୁ ଉତ୍ତର ଦେଲେ, ବୃଦ୍ଧାବସ୍ଥା ଅତ୍ୟନ୍ତ ଦୁଃଖଦାୟକ। ଏହା ମନୁଷ୍ୟକୁ ବିରୂପ ଓ ବିକଳାଙ୍ଗ କରିଦିଏ। ମୋର ଲୋଲିତ ଚର୍ମ, ଦୁର୍ବଳ ଦେହ ଦେଖି ମୋର ସହଚର ଦାସଦାସୀମାନେ ମୋତେ ଘୃଣା କରିବେ। ତେଣୁ ମୁଁ ମୋର ଯୌବନ ଦେଇପାରିବି ନାହିଁ। ଆପଣ ମୋ ଠାରୁ ଆଉ କେହି ପ୍ରିୟତର ପୁତ୍ରକୁ ଅନୁରୋଧ କରିପାରନ୍ତି। ଯଯାତି କହିଲେ, ମୋର ସନ୍ତାନ ହୋଇ ମୋତେ ଅବଜ୍ଞା କରିଥିବା ଯୋଗୁଁ ତୁମେ ଏବଂ ତୁମର ସନ୍ତାନ ଏ ରାଜ୍ୟର ଅଧିକାର ହେବ ନାହିଁ। ଜଣ ଜଣ କରି ରାଜା ତାଙ୍କର ଦ୍ୱିତୀୟ, ତୃତୀୟ, ଚତୁର୍ଥ ପୁତ୍ରକୁ ପଚାରିଲେ। କହିଲେ, ଗୋଟିଏ ଭିକ୍ଷା, କିଛି କାଳ ପାଇଁ ଯୌବନ ଦିଅ ଏବଂ ମୋର ଜରା ଗ୍ରହଣ କର। ତୃପ୍ତ ହେବା ପରେ ମୁଁ ତୁମର ଯୌବନ ଫେରାଇ ଦେବି ଏବଂ ତୁମେ ରାଜ୍ୟର ରାଜା ହେବ। ହେ ମୋର ଆତ୍ମଜ, ମୋର ଏହି ଭିକ୍ଷା ଗ୍ରହଣ କର। କିନ୍ତୁ ତିନି ଜଣ ଯାକ ପୁତ୍ର କହିଲେ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ ଓ ବିଷାଦରେ ପୂର୍ଣ୍ଣ ବୃଦ୍ଧ ବ୍ୟକ୍ତି ଅକର୍ମଣ୍ୟ ଅବସ୍ଥାରେ ସମସ୍ତଙ୍କର ଦୟାର ପାତ୍ର ହୋଇଥାଏ। ଆମେ କେବେ ହେଲେ ବୃଦ୍ଧାବସ୍ଥାକୁ ଗ୍ରହଣ କରିବୁ ନାହିଁ। ରାଜା କ୍ରୋଧରେ ସମସ୍ତଙ୍କୁ ଅଭିଶାପ ଦେବାରେ ଲାଗିଲେ। ତୁର୍ବସୁ, ତୁମର ବଂଶ ଲୋପ ହେବ। ଦ୍ରୁହ୍ୟୁ, କେବେ ହେଲେ ତୁମେ ଅଭିଷ୍ଟ ଫଳ ଲାଭ କରିପାରିବ ନାହିଁ। ଅନୁ, ତୁମକୁ ଶୀଘ୍ର ଜରାଗ୍ରାସ କରିବ ଏବଂ ତୁମର ସନ୍ତାନ ଯୌବନ ଲାଭ କରିବା ପୂର୍ବରୁ ନିହତ ହେବେ। ଯଯାତି ଯେତେବେଳେ ନିରାଶ ହୋଇ ତାଙ୍କର ପଞ୍ଚମ ତଥା କନିଷ୍ଠ ପୁତ୍ର ପୁରୁକୁ ଅନୁରୋଧ କଲେ, ପିତୃଭକ୍ତ ପୁରୁ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ମୁଁ ଆପଣଙ୍କ ଜରାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି। ଆପଣ ମୋର ଯୌବନକୁ ନେଇ ସୁଖୀ ହୁଅନ୍ତୁ। ଯଯାତି ଆନନ୍ଦରେ ପୁରୁକୁ କୋଳାଗ୍ରାହତ କରି ଆଶୀର୍ବାଦ କଲେ। ପୁରୁଙ୍କ ଯୌବନ ଲାଭ କରି ଯଯାତି ବହୁ ବର୍ଷ ଧରି ବିଷୟ ଭୋଗ, ଧର୍ମ, କର୍ମ, ପ୍ରଜାପାଳନ ଦ୍ୱାରା ଅତ୍ୟନ୍ତ ସନ୍ତୋଷ ଲାଭ କଲେ। କିନ୍ତୁ
ଯେତେ ଭୋଗ କଲେ ମଧ୍ୟ ତାଙ୍କର ମନ ତୃପ୍ତ ହେଲା ନାହିଁ। ସେ ପୁରୁଙ୍କ ପାଖକୁ ଫେରି ଆସି କହିଲେ, ହେ ପୁତ୍ର, ଏ କାମନା ଅସରନ୍ତି। ଯେତେ ଭୋଗ କଲେ ମଧ୍ୟ ମୁଁ ତୃପ୍ତ ନୁହେଁ। କିନ୍ତୁ ତୁମେ ପୁତ୍ରର କର୍ତ୍ତବ୍ୟ ପାଳନ କରିଛ, ତେଣୁ ମୋର ଜରା ଗ୍ରହଣ କରି ତୁମର ଯୌବନ ମୁଁ ଫେରାଇ ଦେଉଛି। ମୁଁ ତୁମକୁ ରାଜା ରୂପେ ଅଭିଷିକ୍ତ କରି ମୋର ଅବଶିଷ୍ଟ ଜୀବନ ଅରଣ୍ୟବାସରେ କଟାଇବି। ମହାଭାରତକାର ପୁରୁଙ୍କର ମୁହଁରେ ଜୀବନର ଏକ ଅମର ବାଣୀ ଶୁଣାଇଛନ୍ତି। ମହାଭାରତରେ ଏହି ଶ୍ଲୋକଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ନ ଜାତୁ କାମଃ କାମନାମୁପଭୋଗେନ ସାମ୍ୟତି ହବିଷାଃ କୃଷ୍ଣ ବନ୍ନେବ ଭୂୟ ଏଭାବି ବର୍ଧତେ ଯତ୍ ପୃଥିବ୍ୟାଂ ବ୍ରୀହିଜବଂ ହିରଣ୍ୟଂ ପଶवः ସ୍ତ୍ରିୟଃ एकस्यापि न पर्याप्तं तस्मात् तृष्णां परित्यज्यत। କାମ୍ୟ ବସ୍ତୁ ଲାଭ କଲେ ମଧ୍ୟ କାମନାର ଶାନ୍ତି ହୁଏ ନାହିଁ। ଯେତେ ଘିଅ ଢାଳିଲେ ମଧ୍ୟ ଅଗ୍ନିର ଶିଖା ଆହୁରି ଲେଲିହାନ ହୁଏ। ପୃଥିବୀରେ ଯେତେ ଧନଧାନ୍ୟ ସ୍ୱର୍ଣ୍ଣ ଆଦି ଧାତୁ, ଗୋ ମହିଷାଦି ପଶୁ ଓ ସୁନ୍ଦରୀ ସ୍ତ୍ରୀମାନେ ଅଛନ୍ତି, ତାହା କାମନାର ବଶବର୍ତ୍ତୀ ଜଣକ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। ତେଣୁ ବିଷୟ ତୃଷ୍ଣା ତ୍ୟାଗ କରିବା ହେଉଛି ବିଜ୍ଞ ବ୍ୟକ୍ତିର କର୍ତ୍ତବ୍ୟ।